দেখি সতরে এই বড় চালিছে বাবু গোটায় সামান্য অঙ্গরক্ষক সহিত সেই রাজকুমারী সন্ধ্যাপতি পড়ি মোর সম্পর্কটা বান্ধুছি। সেই অঙ্গরক্ষটা ଆଉ କାହାକୁ ରକ୍ଷା କରିବ ଭଣଜା? ସେଇ ଅଙ୍ଗରକ୍ଷଟା କରୁଛି ଭଣଜା। বাবু এই যদি এই কথা জানি রাজা বীরেন্দ্র সেন জানি তা গন্ডির মুন্ড অলগা করুতম। আরে ভণজা সে কথাটা কেମିତି জানিব? সে কথাটা হଉଛି ভଣଜା ଆମର ଆଉ ଆପଣଙ୍କ ପାଖରେ ରହିଛି ସେଇ ଗୁପ୍ତ ରହସ୍ୟଟା ଭଣଜା। ବାବୁ ରାଜା ମାରିବା ପୂର୍ବରୁ ଆମକୁ ଯେମିତି ମଧ୍ୟ ସେଇ ଅଙ୍ଗରକ୍ଷକଟାକୁ ମାରିବାକୁ ପଡିବ ବାବୁ। ଆରେ ଭଣଜା ସେଇ ଅଙ୍ଗରକ୍ଷକଟାକୁ ମାରିବାକୁ ହେଲେ ଆଉ ବେଶୀ ସମୟଟା ଲାଗିବନି ଭଣଜା। ବଡ଼ ପଡ଼ିବ ବାବୁ। ଯେମିତି ମୁଁ ଗୋଟେ କୂଟଚକ୍ରାନ୍ତଟା କରିବି ଭଣଜା, ଯେମିତି ଆଜ୍ଞାଟା ଗୋଟିଏ କରିବି ଭଣଜା। ଆପଣଙ୍କ କହିବାର ଅର୍ଥ କିଛି ମୁଁ ବୁଝିପାରୁନି। ଅଙ୍କେଇକି ନ କହିକି ମତେ ସିଧା ସଳଖ କୁହ। ସନ୍ଧ୍ୟାବତୀ ପାଖକୁ ଯାଇ ଆମେ ଗୋଟାଏ ଖୁସି ଖବରଟା ତାକୁ ଜଣାଇବା। ହେଲେ ରାଜା ବୀରେନ୍ଦ୍ର ସେନଟା ତା ବଡ଼ ଭାଇ ଭଣଜା ଆମକୁ କେବଳ ତାକୁ ନେବାକୁ ପଡ଼ିବ। ତା ପାଖରେ ଯାଇ ତାକୁ କହିବା ଆମ ସହିତ ଚାଲନ୍ତୁ, ତୁମ ପାଇଁ ଗୋଟାଏ ଉପହାର ମିଳିବ। ହେଲେ ତମ ବଡ଼ ଭାଇଟା ଡାକିଛି କହୁଛ ବାବୁ ସେଇ ଅଙ୍ଗରକ୍ଷକ ସେଇ ନଈ କୂଳକୁ ଯାଇଛି ପଦ୍ମ ନଡ଼ା ଆଣିବା ପାଇଁ। এইটা হচ্ছে উপযুক্ত সময় সেই পদ্ম নড়া আনিবা পূର୍ବରୁ ସେଇ ରଖିଲେ ତାକୁ আরে ভণজা সেই পদ্ম নড়া ঘরি ঘরিব পদ্ম নড়াটাକୁ টাଣି ପାରିବନି ଯେମିତି ମୁଁ। ঠিক ଅଛି ବାବୁ এইটা হচ্ছে উপযুক্ত সময় ଚାଲ ଯିବା ତା ପଛେ ପଛେ ସେମିତି ହେଲେ ମଧ୍ୟ ସେଇ ପଦ୍ମ ନଡ଼ା ଆଣିବା ପୂର୍ବରୁ ସେଇ ନଈ ତାକୁ ମାରିଦେବା ବାବୁ, ଜୀବନରୁ ମାରିଦେବା। তাহলে চালନ୍ତୁ ভণজা। ହଁ ଚାଲ ଯିବା ବାବୁ, ଆଉ ଦେଖୁଛ କଣ ଯିବା।